आपण ସମସ୍ତଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶା ସଂସ୍କୃତିରେ ସ୍ୱାଗତ। ଆଜି ଆମେ ସଂସ୍କୃତ ସାହିତ୍ୟର 50ଟି MCQ ପ୍ରାକ୍ଟିସ୍ କରିବା। ଏହା ନିହାତି SSB TGT ପାଇଁ, OSTET ପାଇଁ ଏବଂ ଅନ୍ୟାନ୍ୟ ସଂସ୍କୃତ ଟିଚିଂ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ତେବେ ଚାଲନ୍ତୁ କ୍ୱେଶ୍ଚିନ୍ ଆଡ଼କୁ ଯିବା। ଫାର୍ଷ୍ଟ କ୍ୱେଶ୍ଚିନ୍ ଅଛି କାଳିଦାସଙ୍କ ଉପରେ ଦେଖିବା। କାଳିଦାସस्य ପ୍ରସିଦ୍ଧ ମହାକାବ୍ୟମ୍ କିମ୍? କାଳିଦାସଙ୍କ ପ୍ରସିଦ୍ଧ ମହାକାବ୍ୟ କୋଉଟା? ଅପସନ୍ ଅଛି କୁମାର ସମ୍ଭବମ୍, ରଘୁବଂଶମ୍, କିରାତାର୍ଜୁନୀୟମ୍, ଶିଶୁପାଳବଧମ୍। କୋଉଟା ହେବ ନା କାଳିଦାସଙ୍କ ପ୍ରସିଦ୍ଧ ମହାକାବ୍ୟ ହେଉଛି ରଘୁବଂଶମ୍। ଦେଖନ୍ତୁ ଦୁଇଟା ମହାକାବ୍ୟ ଅଛି, ଗୋଟେ ହେଲା କୁମାର ସମ୍ଭବ ଆଉ ରଘୁବଂଶମ୍। ସେଥିମଧ୍ୟରୁ ରଘୁବଂଶଟା ବହୁତ ପ୍ରସିଦ୍ଧ। ପରବର୍ତ୍ତୀ ପ୍ରଶ୍ନ, ମେଘଦୂତମ୍ କସ୍ୟ ରଚନା? ଅପସନ୍ ଅଛି ଭବଭୂତେଃ, ଭାସସ୍ୟ, କାଳିଦାସସ୍ୟ, ବାଣଭଟ୍ଟସ୍ୟ। ସଠିକ୍ ଉତ୍ତର ଅପସନ୍ ସି କାଳିଦାସସ୍ୟ। ଅଭିଜ୍ଞାନ ଶାକୁନ୍ତଳମ୍ କିମ୍? ଅଭିଜ୍ଞାନ ଶାକୁନ୍ତଳା କ'ଣ? ଅପସନ୍ ସି ମହାକାବ୍ୟମ୍, ନାଟକମ୍, ଗଦ୍ୟକାବ୍ୟମ୍, ଚମ୍ପକାବ୍ୟମ୍। ସଠିକ୍ ଉତ୍ତର ହେବ ଅପସନ୍ ବି ନାଟକମ୍। ପରବର୍ତ୍ତୀ ପ୍ରଶ୍ନ, ମାଳବିକାଗ୍ନିମିତ୍ରମ୍ କସ୍ୟ କୃତି? ଅପସନ୍ ଅଛି ଭାସସ୍ୟ, କାଳିଦାସସ୍ୟ, ଭବଭୂତେଃ, ଭାରବୀ। ଅପସନ୍ ସଠିକ୍ ଉତ୍ତର ହେବ ଅପସନ୍ ବି କାଳିଦାସସ୍ୟ। ବିକ୍ରମାବର୍ଷ୍ୟମ୍ କସ୍ୟ ନାଟକମ୍? ବିକ୍ରମ ଉର୍ବଶୀ ନାଟକ ଯୋଉକୁ ନେଇ ଯୋଉ ଲିଖିତ ନାଟକ ବିକ୍ରମାବର୍ଷ୍ୟମ୍ କାହାର ନାଟକ? ଅପସନ୍ ସି ଭବଭୂତେଃ, ଭାସସ୍ୟ, କାଳିଦାସସ୍ୟ, ବାଣଭଟ୍ଟସ୍ୟ। ନା, ସଠିକ୍ ଉତ୍ତର ହେବ ଅପସନ୍ ସି କାଳିଦାସସ୍ୟ। କାଳିଦାସସ୍ୟ ଋତୁସଂହାର କିମ୍? କାଳିଦାସଙ୍କ ଋତୁସଂହାର କ'ଣ? ଅପସନ୍ ସି ମହାକାବ୍ୟମ୍, ଖଣ୍ଡକାବ୍ୟମ୍, ନାଟକମ୍, ଆଖ୍ୟାୟିକା। କୋଉଟା କ'ଣ ହେବ ନା କାଳିଦାସଙ୍କ ଋତୁସଂହାର ଗୋଟିଏ କ'ଣ? ଗୋଟିଏ ହେଲା ଗୋଟିଏ ଖଣ୍ଡକାବ୍ୟ। ତେଣୁ ଅପସନ୍ ବି ହେବ ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। କୁମାର ସମ୍ଭବମ୍ କସ୍ୟ କୃତି? କୁମାର ସମ୍ଭବ କାହାର କୃତି? ଅପସନ୍ ସି ମାଗସ୍ୟ, କାଳିଦାସସ୍ୟ, ଭବଭୂତେଃ, ଦଣ୍ଡିନ। ସଠିକ୍ ଉତ୍ତର ହେବ ଅପସନ୍ ବି କାଳିଦାସସ୍ୟ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଅଭିଜ୍ଞାନ ଶାକୁନ୍ତଲେଃ ନାୟକ କଃ? ଅଭିଜ୍ଞାନ ଶାକୁନ୍ତଳା ନାୟକ କିଏ? ଅପସନ୍ ସି ରାମଃ, ଦୁଷ୍ୟନ୍ତଃ, ଅଗ୍ନିମିତ୍ରଃ, ମାଧବ। ସଠିକ୍ ଉତ୍ତର ଅପସନ୍ ବି ଦୁଷ୍ୟନ୍ତଃ। ମେଘଦୂତେ ଯକ୍ଷମ୍ କଂ ଦୂତ କରୋତି? ଅପସନ୍ ଅଛି ହଂସମ୍, ମେଘମ୍, ଚକ୍ରମ୍, ଗରୁଡ଼ମ୍। ତେଣୁ ମେଘଦୂତରେ ଦୂତ କିଏ ନିଭାଇଛି? ସଠିକ୍ ଉତ୍ତର ଅପସନ୍ ବି ମେଘ। ପରବର୍ତ୍ତୀ ପ୍ରଶ୍ନ, କାଳିଦାସ କବିନା मध्ये କେନ ନାମ ପ୍ରସିଦ୍ଧ? ଅପସନ୍ ସି କବିରାଜः, କବିକୁଲଗୁରୁଃ, ଆଦିକବି, ରାଷ୍ଟ୍ରକବି। ସଠିକ୍ ଉତ୍ତର ହେବ କାଳିଦାସଙ୍କୁ କବିକୁଲଗୁରୁ କୁହାଯାଏ। ତେଣୁ ଅପସନ୍ ବି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଭାସସ୍ୟ ନାଟକାନାଂ ସଂଖ୍ୟା ପ୍ରାୟ କତି? ଭାସଙ୍କର କେତୋଟି ନାଟକ ଅଛି? ଅପସନ୍ ଅଛି 10ଟି, 11ଟି, 13ଟି ଏବଂ 15ଟି। ସଠିକ୍ ଉତ୍ତର କ'ଣ ହେବ ନା ସଠିକ୍ ଉତ୍ତର ଅପସନ୍ ସି 13ଟି ନାଟକ ଅଛି ଭାସଙ୍କର। ପରବର୍ତ୍ତୀ ପ୍ରଶ୍ନ, ସ୍ୱପ୍ନବାସବଦତ୍ତମ୍ କସ୍ୟ ନାଟକମ୍? ସ୍ୱପ୍ନବାସବଦତ୍ତମ୍ କାହାର ନାଟକ? ଅପସନ୍ ସି କାଳିଦାସସ୍ୟ, ଭାସସ୍ୟ, ଭବଭୂତେଃ, ବାଣଭଟ୍ଟସ୍ୟ। ସଠିକ୍ ଉତ୍ତର ଅପସନ୍ ବି ଭାସସ୍ୟ। ପରବର୍ତ୍ତୀ ପ୍ରଶ୍ନ, ପ୍ରତିଜ୍ଞା ଯୋଗଧାରଣମ୍ କସ୍ୟ କୃତିଃ? ପ୍ରତିଜ୍ଞା ଯୋଗଧାରଣମ୍ କାହାର କୃତି? ଅପସନ୍ ଅଛି ଭାସସ୍ୟ, ମାଘସ୍ୟ, ଭାରବେଃ, ଭବଭୂତି। ପ୍ରତିଜ୍ଞା ଯୋଗଧାରଣମ୍ ଭାସଙ୍କର କୃତି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। କର୍ଣ୍ଣଭାରମ୍ କସ୍ୟ ରଚନା? ଅପସନ୍ ସି କାଳିଦାସସ୍ୟ, ଭାସସ୍ୟ, ବାଣଭଟ୍ଟସ୍ୟ, ଭବଭୂତେଃ। ସଠିକ୍ ଉତ୍ତର ହେବ ଅପସନ୍ ବି ଭାସସ୍ୟ। ପରବର୍ତ୍ତୀ ପ୍ରଶ୍ନ, ଉରୁଭଙ୍ଗମ୍ କସ୍ୟ ନାଟକମ୍? ଅପସନ୍ ସି ଭବଭୂତେଃ, ଭାସସ୍ୟ, ଦଣ୍ଡିନଃ, କାଳିଦାସସ୍ୟ। ସଠିକ୍ ଉତ୍ତର ଅପସନ୍ ବି ଭାସସ୍ୟ। ପରବର୍ତ୍ତୀ ପ୍ରଶ୍ନ, ଦୂତବାକ୍ୟମ୍ କସ୍ୟ କୃତିଃ? ଦୂତବାକ୍ୟମ୍ କାହାର କୃତି? ଅପସନ୍ ସି ଭାସସ୍ୟ, କାଳିଦାସସ୍ୟ, ଭବଭୂତେଃ, ବାଣଭଟ୍ଟସ୍ୟ। ସଠିକ୍ ଉତ୍ତର ହେବ ଅପସନ୍ ଏ ଭାସସ୍ୟ। ଦୂତଘଟୋତ୍କଚ କସ୍ୟ ନାଟକମ୍? ଦୂତଘଟୋତ୍କଚମ୍ କାହାର ନାଟକ? ଅପସନ୍ ଅଛି ଭବଭୂତେଃ, ଭାସସ୍ୟ, ମାଘସ୍ୟ, ଭାରବେ। ସଠିକ୍ ଉତ୍ତର ଅପସନ୍ ବି ଭାସଙ୍କର। ପରବର୍ତ୍ତୀ ପ୍ରଶ୍ନ, ଭାସସ୍ୟ ନାଟକାନି ପୁନଃ କେନ ପ୍ରକାଶିତାନି? ତେଣୁ ଭାସଙ୍କର ଯେଉଁ ନାଟକ ଅଛି ତାହାକୁ କିଏ ପ୍ରକାଶିତ କରିଥିଲେ? ଅପସନ୍ ଅଛି ମଳିନାଥେନ, ଟି ଗଣପତି ଶାସ୍ତ୍ରୀଣା, ଦୟନା, ଅଭିନବଗୁପ୍ତେନ। ସଠିକ୍ ଉତ୍ତର କ'ଣ ହେବ? କିଏ ପ୍ରକାଶିତ କରିଥିଲେ ଭାସଙ୍କର ନାଟକକୁ? ନା, ସଠିକ୍ ଉତ୍ତର ହେବ ଅପସନ୍ ଡି ଗଣପତି ଶାସ୍ତ୍ରୀଣା। ପରବର୍ତ୍ତୀ ପ୍ରଶ୍ନ, ଚାରୁଦତ୍ତମ୍ କସ୍ୟ କୃତିଃ? ଅପସନ୍ ସି ଭାସସ୍ୟ, ଭବଭୂତେଃ, କାଳିଦାସସ୍ୟ, ବାଣଭଟ୍ଟସ୍ୟ। ସଠିକ୍ ଉତ୍ତର ଅପସନ୍ ଏ ଭାସସ୍ୟ। ପରବର୍ତ୍ତୀ ପ୍ରଶ୍ନ, ଅଭିମାରକମ୍ କସ୍ୟ ନାଟକମ୍? ଅପସନ୍ ସି ଭାସସ୍ୟ, ଭବଭୂତେଃ, ଭାରବେଃ, ମାଘସ୍ୟ। ସଠିକ୍ ଉତ୍ତର ଅପସନ୍ ଏ ଭାସସ୍ୟ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବାଣଭଟ୍ଟ କସ୍ୟ ସଭାକବିଃ ଆସୀତ୍? ବାଣଭଟ୍ଟ କାହାର ସଭାକବି ଥିଲେ? ଅପସନ୍ ସି ବିକ୍ରମାଦିତ୍ୟସ୍ୟ, ହର୍ଷବର୍ଦ୍ଧନସ୍ୟ, ଭୋଜରାଜସ୍ୟ, ସମୁଦ୍ରଗୁପ୍ତସ୍ୟ। ସଠିକ୍ ଉତ୍ତର ହେବ ସଠିକ୍ ଉତ୍ତର କ'ଣ? ବାଣଭଟ୍ଟ କାହାର ସଭାକବି ଥିଲେ?
ସଠିକ ଉତ୍ତର ହେବ ଅପସନ বি হর্ষবর্ধন হর্ষবর্ধনଙ୍କ সভাকবি ଥିଲେ। পরবর্তী প্রশ্ন হর্ষচরিতম কস্য রচনা অপশন সি কালিদাসস্য বাণভট্টস্য ভবভূতেঃ ভাসস্য সঠিক উত্তর অপশন বি বাণভট্টস্য। কাদম্বরী কস্য কৃতি অপশন সি ভবভূতেঃ ভাসস্য বাণভট্টস্য কালিদাসস্য। ତେଣୁ କାଦମ୍ବରୀ ଗୋଟିଏ କଥାଏ ଯାହାକି ବାଣଭଟ୍ଟ ରଚନା କରିଛନ୍ତି। ତ ଅପସନ ସି ସଠିକ ଉତ୍ତର। କାଦମ୍ବରୀ କିମ୍ କାଦମ୍ବରୀ କ'ଣ ଅପସନ ସି ନାଟକମ୍ ଗଦ୍ୟକାବ୍ୟମ୍ ମହାକାବ୍ୟମ୍ ଖଣ୍ଡକାବ୍ୟମ୍। କାଦମ୍ବରୀ ଗୋଟେ କ'ଣ ନା ଗୋଟିଏ ଗଦ୍ୟ କାବ୍ୟ। କାଦମ୍ବରୀ ଗୋଟେ ଗଦ୍ୟ କାବ୍ୟ। ତେଣୁ ଅପସନ ଡି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ବାଣଭଟ୍ଟସ୍ୟ ପୁତ୍ର କହ ବାଣଭଟ୍ଟଙ୍କର ପୁତ୍ର କିଏ ଅପସନ ସି ଭବଭୂତି ଭୂଷଣ ଭଟ୍ଟ ଭାରବିହୀ ମାଘ। ସଠିକ ଉତ୍ତର ହେବ କ'ଣ ନା ବାଣଭଟ୍ଟଙ୍କ ପୁତ୍ର ହେବ ଅପସନ ବି ଭୂଷଣ ଭଟ୍ଟ। ପରବର୍ତ୍ତୀ ପ୍ରଶ୍ନ ଉତ୍ତରାମଚରିତମ୍ କସ୍ୟ କୃତି ଉତ୍ତରାମଚରିତମ୍ କିଏ ଲେଖିଛନ୍ତି ଅପସନ ସି କାଳିଦାସସ୍ୟ ଭବଭୂତେଃ ଭାସସ୍ୟ ବାଣଭଟ୍ଟସ୍ୟ। ସଠିକ ଉତ୍ତର କ'ଣ ହେବ ନା ସଠିକ ଉତ୍ତର ଅପସନ ବି ଭବଭୂତିଙ୍କର। ପରବର୍ତ୍ତୀ ପ୍ରଶ୍ନ ମାଳତୀ ମାଧବମ୍ କସ୍ୟ ନାଟକମ୍ ଅପସନ ସି ଭବଭୂତେଃ କାଳିଦାସସ୍ୟ ଭାସସ୍ୟ ମାଘସ୍ୟ। ସଠିକ ଉତ୍ତର ହେବ ଅପସନ ଏ ଭବଭୂତେଃ। ପରବର୍ତ୍ତୀ ପ୍ରଶ୍ନ ମହାବୀର ଚରିତମ୍ କସ୍ୟ ରଚନା ମହାବୀର ଚରିତମ୍ କାହାର ରଚନା ଅପସନ ସି ବାଣଭଟ୍ଟସ୍ୟ ଭବଭୂତେଃ କାଳିଦାସସ୍ୟ ଭାସସ୍ୟ। କାହାର କୃତି ମହାବୀର ଚରିତମ୍ ନା ସଠିକ ଉତ୍ତର ଅପସନ ବି ଭବଭୂତିଙ୍କର। ପରବର୍ତ୍ତୀ ପ୍ରଶ୍ନ ଭବଭୂତି ଅନ୍ୟ ନାମ କିମ୍ ଭବଭୂତିଙ୍କ ଅନ୍ୟ ନାମ କ'ଣ ଅପସନ ସି ଶ୍ରୀକଣ୍ଠ ଭାରବିହୀ ଦଣ୍ଡିହୀ ମାଘ। ତେଣୁ ଭବଭୂତିଙ୍କ ଅନ୍ୟ ନାମ ହେଉଛି ଶ୍ରୀକଣ୍ଠ ଅପସନ ଏ ସଠିକ ଉତ୍ତର। ଭବଭୂତି ପ୍ରମୁଖ ରସ କହ ଭବଭୂତିଙ୍କ ପ୍ରମୁଖ ରସ କ'ଣ ଅପସନ ସି ବିରହ ଶୃଙ୍ଗାର କରୁଣ ହାସ୍ୟରସ। ତେଣୁ ଆମେ ଜାଣୁ ଭବଭୂତିଙ୍କର ମୁଖ୍ୟ ରସ ହେଲା କରୁଣ ରସ। ତେଣୁ ତାଙ୍କର ଯେତେ ବି ରଚନା ଅଛି ସବୁଥିରେ କରୁଣ ଦେଖାଯାଏ। ତେଣୁ ତାଙ୍କ ରସଟା କରୁଣ। ପରବର୍ତ୍ତୀ ପ୍ରଶ୍ନ ରଘୁବଂଶ ରଚିତା କହ ଅପସନ ସି କାଳିଦାସ ଭାସ ଭବଭୂତି ବାଣଭଟ୍ଟ। ଜାଣିଛୁ ରଘୁବଂଶ ରଚିତା ହେଉଛି କାଳିଦାସ। କାଦମ୍ବରୀ କିମ୍ କାଦମ୍ବରୀ କ'ଣ ଅପସନ ସି ଗଦ୍ୟ କାବ୍ୟମ୍ ନାଟକମ୍ ମହାକାବ୍ୟମ୍ ସମକାବ୍ୟ। ଏବେ ପଡ଼ିଥିଲା କାଦମ୍ବରୀ ଗୋଟେ ଗଦ୍ୟ କାବ୍ୟ। ଅଭିଜ୍ଞାନ ଶକୁନ୍ତଳାରେ ନାୟିକା କହ କା ଅଭିଜ୍ଞାନ ଶକୁନ୍ତଳାର ନାୟିକା କିଏ ଅପସନ ସି ସୀତା ଶକୁନ୍ତଳା ମାଳତୀ ଉର୍ବଶୀ। ଅଭିଜ୍ଞାନ ଶକୁନ୍ତଳାର ନାୟିକା ହେଉଛନ୍ତି ଶକୁନ୍ତଳା। ସ୍ୱପ୍ନମାସତ୍ୟ ରଚିତା କହ ସ୍ୱପ୍ନମାସତ୍ୟର ରଚିତା କିଏ ଅପସନ ସି କାଳିଦାସ ଭାସ ଭବଭୂତି ବାଣଭଟ୍ଟ। କିଏ ସଠିକ ଉତ୍ତର ହେବ ଅପସନ ବି ଭବଭୂତି ସରି ଏଇଟା ଭାସ ସ୍ୱପ୍ନମାସତ୍ୟ ଭାସଙ୍କ ରଚନା। ହର୍ଷଚରିତମ୍ କିମ୍ ହର୍ଷଚରିତ କ'ଣ ଅପସନ ସି ଆଖ୍ୟାୟିକା ନାଟକମ୍ ମହାକାବ୍ୟମ୍ ଖଣ୍ଡକାବ୍ୟମ୍। ହର୍ଷଚରିତ ଗୋଟେ ଆଖ୍ୟାୟିକା ତେଣୁ ଅପସନ ଏ ସଠିକ ଉତ୍ତର। ମେଘଦୂତ କାବ୍ୟଭେଦ କହ ମେଘଦୂତର କାବ୍ୟଭେଦ କ'ଣ ଅପସନ ସି ମହାକାବ୍ୟମ୍ ଖଣ୍ଡକାବ୍ୟମ୍ ନାଟକମ୍ ଗଦ୍ୟକାବ୍ୟମ୍। ଦେଖନ୍ତୁ ମେଘଦୂତ ଗୋଟେ ଖଣ୍ଡକାବ୍ୟ ତେଣୁ ଅପସନ ବି ସଠିକ ଉତ୍ତର। କାଳିଦାସ ନାଟକାନି କତି କାଳିଦାସଙ୍କର କେତୋଟି ନାଟକ ଅଛି ଅପସନ ସି 2ଟି 3ଟି 4ଟି 5ଟି। କାଳିଦାସଙ୍କର କେତୋଟି ନାଟକ ଅଛି ନା କାଳିଦାସଙ୍କର ଅପସନ ବି 3ଟି ନାଟକ ଅଛି। ପରବର୍ତ୍ତୀ ପ୍ରଶ୍ନ ବାଣଭଟ୍ଟ ମୁଖ୍ୟତଃ କସ୍ୟ କୃତେ ପ୍ରସିଦ୍ଧ ବାଣଭଟ୍ଟ ମୁଖ୍ୟତଃ କେତୋଟି କୃତିରେ ପ୍ରସିଦ୍ଧ ଅପସନ ସି ଗଦ୍ୟକାବ୍ୟସ୍ୟ ମହାକାବ୍ୟସ୍ୟ ନାଟକସ୍ୟ ଗୀତିକାବ୍ୟସ୍ୟ। ତେଣୁ ବାଣଭଟ୍ଟଙ୍କର କେଉଁଥିପାଇଁ ପ୍ରସିଦ୍ଧ ନ ଯେ ଗଦ୍ୟ କାବ୍ୟ ପାଇଁ ପ୍ରସିଦ୍ଧ। ତେଣୁ ଅପସନ ଏ ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ କାଳିଦାସସ୍ୟ ଉପମାୟାଃ ପ୍ରସିଦ୍ଧ ଅସ୍ତି। ସଠିକ ଏହା ଠିକ କ'ଣ ଅପସନ ଅଛି ସତ୍ୟମ୍ ଅସତ୍ୟମ୍ ଉଭୟମ୍ ନ କିଞ୍ଚିତ୍। ଦେଖ କାଳିଦାସ ଉପମା କାଳିଦାସସ୍ୟ ଏମିତି ଅଛି ସେଥିପାଇଁ ଅପସନ ଏ ସତ୍ୟମ୍। ଉରୁଭଙ୍ଗମ୍ କସ୍ୟ ନାଟକମ୍ ଉରୁଭଙ୍ଗମ୍ କାହାର ନାଟକ ଅପସନ ସି ଭାସସ୍ୟ ଭବଭୂତେଃ କାଳିଦାସସ୍ୟ ବାଣଭଟ୍ଟସ୍ୟ। ତେଣୁ ଉରୁଭଙ୍ଗ ହେଉଛନ୍ତି ଭାସଙ୍କର ନାଟକ ଯେଉଁଟାକି ମହାଭାରତକୁ ଆଧାର କରି ଲେଖାଯାଇଛି। ଉତ୍ତରାମଚରିତସ୍ୟ ନାୟକ ଉତ୍ତରାମଚରିତର ନାୟକ କିଏ ଅପସନ ସି ରାମ ଲକ୍ଷ୍ମଣ ଭରତ ଦୁଷ୍ୟନ୍ତ। ତେଣୁ ଉତ୍ତରାମଚରିତ ଯେଉଁଟା ଲେଖିଛନ୍ତି ସେ ଲେଖକ ହେଲେ ଅପସନ ନାୟକ ହେଉଛନ୍ତି ଅପସନ ଏ ରାମ ଅପସନ ଏ ସଠିକ ଉତ୍ତର। ମାଳତୀ ମାଧବମ୍ ନାୟିକା କା ମାଳତୀ ମାଧବର ନାୟିକା କିଏ ଅପସନ ସି ଶକୁନ୍ତଳା ମାଳତୀ ସୀତା ଉର୍ବଶୀ। ଜାଣିଛ ମାଳତୀ ମାଧବର ନାୟିକା ହେଉଛନ୍ତି ଅପସନ ବି ମାଳତୀ। ପରବର୍ତ୍ତୀ ପ୍ରଶ୍ନ କୁମାର ସଂଭବମ୍ ବିଷୟ କହ କୁମାର ସଂଭବର ବିଷୟ କ'ଣ ଅପସନ ସି ରାମକଥା ଶିବ ପାର୍ବତୀ ବିବାହ ମହାଭାରତମ୍ ବୁଦ୍ଧଚରିତମ୍। ଦେଖନ୍ତୁ କୁମାର ସଂଭବ କେଉଁ ବିଷୟକୁ ନେଇ ଲେଖିଛନ୍ତି ନା ଏଇଟା ଶିବ ପାର୍ବତୀଙ୍କ ବିବାହକୁ ନେଇ ଲେଖାଯାଇଛି। ତେଣୁ ଅପସନ ବି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା ପ୍ରତିଜ୍ଞାଜଳଧାନମ୍ କସ୍ୟ ପ୍ରତିଜ୍ଞାଜଳଧାନମ୍ କାହାର କୃତି ଅପସନ ସି ଭାସସ୍ୟ କାଳିଦାସସ୍ୟ ଭବଭୂତେଃ ବାଣଭଟ୍ଟସ୍ୟ।
এটা ମଧ୍ୟ ଅପସନ୍ ଏ ଭାଷଙ୍କର କୃତି ପ୍ରତିଜ୍ଞା ଜଣାଣ। ପରବର୍ତ୍ତୀ ପ୍ରଶ୍ନ କର୍ଣ୍ଣଭାରମ ମହାଭାରତ ଧାରିତମ୍ ନାଟକମ୍ अस्ति ସତ୍ୟମ୍ ଅସତ୍ୟମ୍ ଉଭୟମ୍ ଜାୟତେ ନା ହଁ କର୍ଣ୍ଣଭାରମ ମହାଭାରତକୁ ଆଧାର କରି ନାଟକ ତେଣୁ ଅପସନ୍ ଏ ସତ୍ୟମ୍। ପରବର୍ତ୍ତୀ ପ୍ରଶ୍ନ ଭବଭୂତି କସ୍ମିନ ଶତାବ୍ଦ୍ୟା ଆसीत् ଭବଭୂତି କେତେ ଶତାବ୍ଦୀରେ ଥିଲେ ଅପସନ୍ ଏ ସପ୍ତମ ଅଷ୍ଟମ ନବମ ଦଶମ। ସଠିକ ଉତ୍ତର ହେବ ଅପସନ୍ ଏ ସପ୍ତଦଶ ଦଶକର ଅଷ୍ଟମ ଶତାବ୍ଦୀର ଭବଭୂତି ହେଉଛନ୍ତି ଅଷ୍ଟମ ଶତାବ୍ଦୀର ତେଣୁ ଅପସନ୍ ବି ହେବ ସଠିକ ଉତ୍ତର। କାଦମ୍ବରୀ ପୂର୍ଣ୍ଣତୟ କେନ ସମାପ୍ତ୍ୟ କାଦମ୍ବରୀ ପୂର୍ଣ୍ଣତଃ କିଏ ସମାପ୍ତି କରିଥିଲେ ଅପସନ୍ ସି ଭୂଷଣ ଭଟ୍ଟେନ ମାଘେନ ଭାରବୀଣାମ ଦଣ୍ଡିନାହ। ସଠିକ ଉତ୍ତର କ'ଣ ହେବ ନା ସଠିକ ଉତ୍ତର ଅପସନ୍ ଏ ଭୂଷଣ ଭଟ୍ଟ। ତେଣୁ ବାଣଭଟ୍ଟ କାଦମ୍ବରୀ ଆରମ୍ଭ କରିଥିଲେ କିନ୍ତୁ ତାଙ୍କ ରଚନାର ଶେଷ କରିଥିଲେ ଭୂଷଣ ଭଟ୍ଟ ତେଣୁ ଅପସନ୍ ଏ ସଠିକ ଉତ୍ତର। କାଳିଦାସस्य ମହାକାବ୍ୟ ସ୍ତଃ ଅପସନ୍ ସି ରଘୁବଂଶ କୁମାର ସମ୍ଭବ ମେଘଦୂତ ଋତୁସଂହାର ଅଭିଜ୍ଞାନ ଶାକୁନ୍ତଳା ମାଳବିକା କାଦମ୍ବରୀ ହର୍ଷିରାମ। କାହାଙ୍କ ମହାକାବ୍ୟ କାହିଁକି ହେଇଛି କୋଉ ପୁସ୍ତକ ପାଇଁ ସଠିକ ଉତ୍ତର ଅପସନ୍ ଏ ରଘୁବଂଶ କୁମାର ସମ୍ଭବ ପାଇଁ ତେଣୁ ଅପସନ୍ ଏ ସଠିକ ଉତ୍ତର। ମାନେ କାଳିଦାସଙ୍କର ମହାକାବ୍ୟ କେଇଟା ରଘୁବଂଶ କୁମାର ସମ୍ଭବ ଏଇଟା ହେଉଛନ୍ତି ତାଙ୍କର ଦୁଇଟି ମହାକାବ୍ୟ। ପରବର୍ତ୍ତୀ ଆମେ ଶେଷ ପ୍ରଶ୍ନ ଦେଖିବା ଏତେଷାଂ ମଧ୍ୟମ୍ ଗଦ୍ୟ କାବ୍ୟକାର କହ ଏଥିମଧ୍ୟରୁ କୋଉଟା ଗଦ୍ୟ କାବ୍ୟକାର ଅପସନ୍ ଅଛି କାଳିଦାସ ବ୍ୟାସ ବାଣଭଟ୍ଟ ହଉତି। ଆମେ ଜାଣିଛୁ ଏଥିମଧ୍ୟରୁ ବାଣଭଟ୍ଟ ହେଉଛନ୍ତି ଗୋଟେ ଗଦ୍ୟ କାବ୍ୟକାର ତେଣୁ ଅପସନ୍ ସି ହେବ ସଠିକ ଉତ୍ତର। ତ ଆଜି ଆମେ ସଂସ୍କୃତ ସାହିତ୍ୟର 50ଟି MCQ ପ୍ରାକ୍ଟିସ୍ କରିବା ନିହାତି ଏହା SSB DGT ପାଇଁ ଓଷ୍ଟେଟ୍ ପାଇଁ ଏବଂ ଅନ୍ୟାନ୍ୟ ସଂସ୍କୃତ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ତେବେ ଭିଡ଼ିଓ କେମିତି ଲାଗିଲା ନିଶ୍ଚିତ ମତାମତ ଦେବେ ଆଉ ଭିଡ଼ିଓ ଯିବା ଆଗରୁ ଆମେ ଗୋଟେ ପ୍ରଶ୍ନ ପଚାରିବା ସେ ପ୍ରଶ୍ନର ଉତ୍ତର ଆପଣ ନିହାତି କମେଣ୍ଟ ମାଧ୍ୟମରେ ଦେବେ। ପ୍ରଶ୍ନ ହେଲା କେଉଁ ବର୍ଷ ସଦାଶିବ ଶ୍ରୀ ସଂସ୍କୃତ ବିଦ୍ୟାଳୟ ଆରମ୍ଭ ହୋଇଥିଲା ମାନେ ଓଡ଼ିଶାରେ କେଉଁ ବର୍ଷ ସଦାଶିବ ସଂସ୍କୃତ ବିଦ୍ୟାଳୟ ଶୁଭାରମ୍ଭ ହୋଇଥିଲା। ଧନ୍ୟବାଦ।